ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ପିଲାମାନେ, ଭିଡ଼ିଓଟି ଯଦି ଭଲ ଲାଗିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ତୁମର ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର କରିଦେବ। ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ। ପିଲାମାନେ, ତୁମର ବାର୍ଷିକ ପରୀକ୍ଷାରେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଯଦି ପ୍ରଶ୍ନ ଆସେ ତାହେଲେ ଏଠି ଯେଉଁ ଫର୍ମାଟ୍ ତିଆରି କରାଯାଇଛି ପିଲାମାନେ, ଏହି ଫର୍ମାଟ୍ ଅନୁସାରେ ହିଁ ତୁମର ଉତ୍ତରଟି ଉତ୍ତର ଖାତାରେ ଲେଖିବ। ଏହି ଫର୍ମାଟ୍ ଅନୁସାରେ ଉତ୍ତର ଲେଖିଲେ ପିଲାମାନେ ତୁମେ ଉତ୍ତରଟି ବହୁତ ସହଜ ଭାବରେ ମଧ୍ୟ ଲେଖିପାରିବ। ପ୍ରଥମେ ପିଲାମାନେ ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନ ବିଷୟରେ ଲେଖିବ। ତାପରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ବିଷୟରେ ଲେଖିବ। ତାପରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ବିଷୟରେ ଲେଖିବ। ଏହି ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ କ'ଣ କ'ଣ ଥିଲା ଲେଖିବ। ତାପରେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଅଗ୍ରଗତି କେମିତି ହୋଇଥିଲା ତାରି ବିଷୟରେ ଲେଖିବ। ତାପରେ ଇଂରେଜମାନେ ଓଡ଼ିଶାର ଅସହଯୋଗ ଆନ୍ଦୋଳନକୁ କେମିତି ଦମନ କରିଥିଲେ ତାରି ବିଷୟରେ ଲେଖିବ ଏବଂ ପରିଶେଷରେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଫଳାଫଳ ଲେଖି ତୁମର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିବ। ପିଲାମାନେ, ଓଡ଼ିଶାର ଅସହଯୋଗ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓରେ ଆଜି ଆମେ ଜାଣିବା ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନ ବିଷୟରେ, ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ବିଷୟରେ ଜାଣିବା, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ବିଷୟରେ ଜାଣିବା। ତା ସହିତ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ କ'ଣ କ'ଣ ଥିଲା ଏହି ପ୍ରଥମ ଭାଗ ଭିଡ଼ିଓରେ ଜାଣିବା ଏବଂ ଦ୍ୱିତୀୟ ଭାଗ ଭିଡ଼ିଓରେ ଆମେ ଜାଣିବା ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଅଗ୍ରଗତି ବିଷୟରେ, ଆନ୍ଦୋଳନର ଦମନ କେମିତି କରିଥିଲେ ଇଂରେଜମାନେ ତାରି ବିଷୟରେ ଜାଣିବା। ତା ସହିତ ଆନ୍ଦୋଳନର ଫଳାଫଳ ବିଷୟରେ ଆମେ ଏହି ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦ୍ୱିତୀୟ ଭାଗ ଭିଡ଼ିଓରେ ଜାଣିବା। ତ ଚାଲ ପିଲାମାନେ, ଆଜି ଆମେ ଆରମ୍ଭ କରିବା ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓ। ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନ। 1920 ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନ ବସିଥିଲା। ସେହି 1920 ମସିହା ନାଗପୁର ଅଧିବେଶନରେ 27 ଜଣ ଓଡ଼ିଶାରୁ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ଯେଉଁ ମୁଖ୍ୟ 27 ଜଣ 1920 ମସିହା ନାଗପୁର ଅଧିବେଶନରେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ମୁଖ୍ୟ ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ, ନିରଞ୍ଜନ ପଟ୍ଟନାୟକ, ମୁକୁନ୍ଦ ପ୍ରସାଦ ଦାସ, ଯଦୁମଣି ମଙ୍ଗରାଜ, ଭାଗୀରଥୀ ମହାପାତ୍ର ଓ ହରେକୃଷ୍ଣ ମହତାବ। ଏମାନେ ସମସ୍ତେ ନାଗପୁର ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସର ଅଂଶଗ୍ରହଣ କରିଥିଲେ ଓଡ଼ିଶାରୁ। ଗୋପବନ୍ଧୁ ଦାସ ନାଗପୁର ଅଧିବେଶନରୁ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କଲେ। ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରି ସାରିଲା ପରେ ସେ କଟକରେ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ ଦେଲେ ଅସହଯୋଗ ଆନ୍ଦୋଳନ କରିବା ପାଇଁ। ଗୋପବନ୍ଧୁ ଦାସ କଟକରେ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ ଦେଇଥିଲେ 1921 ମସିହା ଜାନୁଆରୀ ମାସରେ, ଯଦ୍ୱାରା ଓଡ଼ିଶାବାସୀ ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ପିଲାମାନେ ଦେଖିପାରୁଥିବ ଏଠାରେ ଭାରତ ମାନଚିତ୍ର ଦିଆଯାଇଛି। ଏ ଯେଉଁ ଭାରତ ମାନଚିତ୍ର ଅଛି, ଏ ଭାରତ ମାନଚିତ୍ରରେ ଏଠି ମହାରାଷ୍ଟ୍ର ରାଜ୍ୟକୁ ସୂଚିତ କରାଯାଇଛି। ମହାରାଷ୍ଟ୍ର ରାଜ୍ୟରେ ହିଁ ନାଗପୁର ଅବସ୍ଥିତ। ଏଠି ଗୋଲ ବୁଲାଯାଇଛି, ପିଲାମାନେ ଦେଖିପାରୁଥିବ। ଏହି ନାଗପୁର ଠାରେ ହିଁ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନ ବସିଥିଲା 1920 ମସିହାରେ ଏବଂ ସେହି ନାଗପୁର ଅଧିବେଶନରେ ଓଡ଼ିଶାରୁ 27 ଜଣ ଅଂଶଗ୍ରହଣ କରିଥିଲେ।
ଏବଂ ଏଠି ଯେଉଁ ଉପରେ ଯେଉଁ ଫଟୋ ଚିତ୍ରଟି ଦେଖୁଛ ଏଇ ଫଟୋ ଚିତ୍ରଟି ହେଉଛି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏବଂ ତଳେ ଯେଉଁ ଫଟୋ ଚିତ୍ରଟି ଅଛି ପିଲାମାନେ ଏଇ ଫଟୋ ଚିତ୍ରଟି ହେଉଛି ହରେକୃଷ୍ଣ ମହତାବଙ୍କ ଫଟୋ ଚିତ୍ର। ଏହି ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ସହିତ ହରେକୃଷ୍ଣ ମହତାବ ମଧ୍ୟ ଏହି ନାଗପୁର ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସର ଅଂଶଗ୍ରହଣ କରିଥିଲେ। ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶାରେ ଭାଷା ଭିତ୍ତିରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠନ କରାଗଲା। ଏହି ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠନ କରିବାର ନିଷ୍ପତ୍ତି ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନରେ ନିଆଯାଇଥିଲା। ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠନ କରାଯାଇଥିଲା ଓଡ଼ିଶାରେ 1921 ମସିହା ମାର୍ଚ୍ଚ ମାସରେ ଓଡ଼ିଶାର କଟକଠାରେ। ଏଥିରେ ମୁଖ୍ୟ ସଭ୍ୟ ଥିଲେ ପିଲାମାନେ 5 ଜଣ। ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି। ଡକ୍ଟର ଏକାମ୍ର ରସୁଲ ଥିଲେ ଏହି ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି। ଭାଗୀରଥୀ ମହାପାତ୍ର ଏହି ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଥିଲେ। ବ୍ରଜସୁନ୍ଦର ଦାସ ଥିଲେ ଏହି ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଂଯୁକ୍ତ ସମ୍ପାଦକ। ଏହି ଉତ୍କଳ ପ୍ରଦେଶ କଂଗ୍ରେସ କମିଟିରେ ନିର୍ଦ୍ଧାରଣ କରାଯାଇଥିଲା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କଂଗ୍ରେସ କମିଟି ଗଠନ କରିବା ପାଇଁ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କଂଗ୍ରେସ କମିଟି ଗୁଡ଼ିକ ଗଠନ କରାଯାଇଥିଲା ଅସହଯୋଗ ଆନ୍ଦୋଳନକୁ ଆଗେଇ ନେବା ପାଇଁ ଏବଂ ସେହି କଂଗ୍ରେସ କମିଟି ଗୁଡ଼ିକର ଦାୟିତ୍ୱରେ ଥିଲେ ଯେମିତି କଟକ ଜିଲ୍ଲାରେ ଦାୟିତ୍ୱରେ ଥିଲେ ଭାଗୀରଥୀ ମହାପାତ୍ର, ପୁରୀ ଜିଲ୍ଲାରେ ଥିଲେ ଜଗବନ୍ଧୁ ସିଂ ଓ କୃପାସିନ୍ଧୁ ମିଶ୍ର, ବାଲେଶ୍ୱର ଜିଲ୍ଲାର କଂଗ୍ରେସ କମିଟିର ଦାୟିତ୍ୱରେ ଥିଲେ ହରେକୃଷ୍ଣ ମହତାବ, ସମ୍ବଲପୁର ଜିଲ୍ଲାର କଂଗ୍ରେସ କମିଟିର ଦାୟିତ୍ୱରେ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ, ଗଞ୍ଜାମ ଜିଲ୍ଲାର କଂଗ୍ରେସ କମିଟିର ଦାୟିତ୍ୱରେ ଥିଲେ ନିରଞ୍ଜନ ପଟ୍ଟନାୟକ, କେନ୍ଦ୍ରାପଡ଼ାର କଂଗ୍ରେସ କମିଟିର ଦାୟିତ୍ୱରେ ଥିଲେ ଯଦୁମଣି ମଙ୍ଗରାଜ ଏବଂ ଯାଜପୁରର କଂଗ୍ରେସ କମିଟିର ଦାୟିତ୍ୱରେ ଥିଲେ ରାଜକୃଷ୍ଣ ବୋଷ। ପିଲାମାନେ ଏଠି ଯେଉଁ ଲେଖା ହେଇଛି ଜିଲ୍ଲା ଏବଂ ସେହି ଜିଲ୍ଲାର କଂଗ୍ରେସ କମିଟିର ଦାୟିତ୍ୱ କିଏ ନେଇଥିଲେ, ଏଇଟା ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଥାଏ। ପିଲାମାନେ ତମେମାନେ ଏଠି ଯାହା ବି ଜିଲ୍ଲା ଗୁଡ଼ିକ ଲେଖା ହେଇଛି ସବୁ ନାଁ ଗୁଡ଼ିକ ମନେ ରଖିବ, ତା ସହିତ କଂଗ୍ରେସ କମିଟିର ଦାୟିତ୍ୱରେ କିଏ ଥିଲେ ତାଙ୍କ ନାଁ ବି ମନେ ରଖିବ। ଏହି ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ ଗୋବିନ୍ଦ ଚନ୍ଦ୍ର ମିଶ୍ର ସେ ଓଡ଼ିଶାକୁ ଫେରିଲେ। ସେ ପୂର୍ବରେ ଥିଲେ ଗାନ୍ଧିଜୀଙ୍କର ଆଶ୍ରମରେ ଯଥା ସାବରମତୀ ଆଶ୍ରମରେ ସେ ଥିଲେ ଏବଂ ଓଡ଼ିଶାରେ ଯେତେବେଳେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା ସେ ଓଡ଼ିଶାକୁ ଫେରିଲେ ଏବଂ ଓଡ଼ିଶାକୁ ଫେରି ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ମାର୍ଗ ସେ ପ୍ରସ୍ତୁତ କରିଥିଲେ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ ଏହି ଫଟୋ ଚିତ୍ରଟି ହେଉଛି ଓଡ଼ିଶା ମାନଚିତ୍ର। ଏହି ଓଡ଼ିଶା ମାନଚିତ୍ରରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗୁଡ଼ିକୁ ଦର୍ଶାଇ ଦିଆଯାଇଛି ଯେମିତି ସମ୍ବଲପୁର, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ, ପୁରୀ, ଗଞ୍ଜାମ ଇତ୍ୟାଦି। ଏହି ଜିଲ୍ଲା ଗୁଡ଼ିକରେ କଂଗ୍ରେସ କମିଟି ଗଠନ କରାଯାଇଥିଲା ଅସହଯୋଗ ଆନ୍ଦୋଳନକୁ ଆଗେଇ ନେବା ପାଇଁ। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ। ମହାତ୍ମା ଗାନ୍ଧୀ
ଅସହଯୋଗ ଆନ୍ଦୋଳନକୁ ଆଗେଇ ନେବା ପାଇଁ ସେ ଓଡ଼ିଶାକୁ ଆଗମନ କରିଥିଲେ। ମହାତ୍ମା ଗାନ୍ଧୀ ଓଡ଼ିଶାକୁ ଆସିଥିଲେ 1921 ମସିହା ମାର୍ଚ୍ଚ ମାସରେ ଏବଂ ସେ ଓଡ଼ିଶାକୁ ଆସି ଓଡ଼ିଶାବାସୀଙ୍କୁ ଉଦ୍ବୋଧନ ଦେଇଥିଲେ କଟକଠାରେ। ପରେ ସେ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ ଦେଇଥିଲେ ଭଦ୍ରକ, ପୁରୀ, ବ୍ରହ୍ମପୁର ଠାରେ। ସେ ଯେତେବେଳେ ପୁରୀକୁ ଯାଉଥିଲେ, ପୁରୀ ଯିବା ରାସ୍ତାରେ ସେ ପୁରୀଠାରେ ଥିବା ସତ୍ୟବାଦୀ ବନବିଦ୍ୟାଳୟକୁ ଭ୍ରମଣ କରିଥିଲେ ଏବଂ ଏହି ମହାତ୍ମା ଗାନ୍ଧୀ ଗୁରୁତ୍ୱ ଦେଉଥିଲେ ଖଦୀର ବ୍ୟବହାର, ଚରଖାର ପ୍ରଚଳନ ତଥା ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ଉପରେ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ଏବଂ ମହାତ୍ମା ଗାନ୍ଧୀ 1921 ମସିହା ମାର୍ଚ୍ଚ ମାସରେ ଓଡ଼ିଶାକୁ ଆସିଥିଲେ ବା ଆଗମନ କରିଥିଲେ ତଥା କଟକରେ ସେ ଉଦ୍ବୋଧନ ଦେଇଥିଲେ ଓଡ଼ିଶାବାସୀଙ୍କୁ ଅସହଯୋଗ ଆନ୍ଦୋଳନକୁ ଆଗେଇ ନେବା ପାଇଁ। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପ୍ରଥମ କାର୍ଯ୍ୟଟି ହେଉଛି ସ୍ୱରାଜ ପ୍ରାପ୍ତି। ସ୍ୱରାଜ ପ୍ରାପ୍ତି କହିଲେ ପିଲାମାନେ ସ୍ୱରାଜ କହିଲେ ନିଜେ ନିଜକୁ ଶାସନ କରିବା, ଅର୍ଥାତ୍ ଭାରତୀୟମାନେ ନିଜେ ନିଜକୁ ଶାସନ କରିବାଟାକୁ ସ୍ୱରାଜ ବୋଲିକି କୁହାଯାଉଛି, ଯାହାକି ଅସହଯୋଗ ଆନ୍ଦୋଳନର ଓଡ଼ିଶାରେ ଏକ କାର୍ଯ୍ୟ ଥିଲା। ଦ୍ୱିତୀୟ କାର୍ଯ୍ୟଟି ହେଉଛି ହିନ୍ଦୁ ଓ ମୁସଲିମମାନଙ୍କ ମଧ୍ୟରେ ଏକତା ସୃଷ୍ଟି କରିବା। ବିଦେଶୀ ବସ୍ତ୍ର, ବିଦେଶୀ ଦ୍ରବ୍ୟ, କୋର୍ଟ କଚେରୀ ଇତ୍ୟାଦିକୁ ବର୍ଜନ କରିବା। ଖଦୀ ଓ ଚରଖାର ବ୍ୟବହାର ବା ପ୍ରସାର କରିବା। ଜାତି ଭେଦଭାବ ନିବାରଣ କରିବା ତଥା ଓଡ଼ିଶାରେ ଜାତୀୟ ଶିକ୍ଷାର ପ୍ରଚଳନ କରେଇବା ଇତ୍ୟାଦି ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ ଥିଲା। ପିଲାମାନେ, ଆଜିର ଏହି ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ପ୍ରଥମ ଭାଗ ଭିଡ଼ିଓରେ ଆମେ ଜାଣିଲେ ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନ ବିଷୟରେ, ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ବିଷୟରେ ଜାଣିଲେ, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ବିଷୟରେ ଜାଣିଲେ, ତା ସହିତ ଆନ୍ଦୋଳନର କାର୍ଯ୍ୟକ୍ରମ ବିଷୟରେ ଜାଣିଲେ। ଦ୍ୱିତୀୟ ଭାଗ ଭିଡ଼ିଓରେ ଆମେ ଓଡ଼ିଶାର ଅସହଯୋଗ ଆନ୍ଦୋଳନର ଅଗ୍ରଗତି ବିଷୟରେ ଜାଣିବା, ଅସହଯୋଗ ଆନ୍ଦୋଳନର ଦମନ ବିଷୟରେ ଜାଣିବା, ତା ସହିତ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଫଳାଫଳ ବିଷୟରେ ଜାଣିବା।